ନମସ୍କାର। ଆଜି ଆମେ ଗୋଟେ ସଂକ୍ଷିପ୍ତ ନାମ FDD ବିଷୟରେ ଟିକେ କଥା ହେବା। ହଁ ନମସ୍କାର। ଏଫ୍ଟିଡି ଏଇଟା ତ ବହୁତ ପୁରୁଣା ଶବ୍ଦ। ହଁ, ଆମ ପାଖରେ ଗୋଟେ ଲେଖା ଅଛି ଫ୍ଲପି ଡିସ୍କ ଡ୍ରାଇଭ୍ ବୁଝିବା। ସେଇଥିପାଇଁ ଆମେ ଏ ବିଷୟରେ ଆଲୋଚନା କରିବା। ଆଚ୍ଛା। ମାନେ ଲକ୍ଷ୍ୟ ହେଲା ଏ ଲେଖା ଅନୁସାରେ FDDର ମାନେ କ'ଣ ସେଇଟା ଟିକେ ଶୀଘ୍ର ବୁଝିବା। ଠିକ୍ ଅଛି। ତେବେ ଲେଖା ଆରମ୍ଭରୁ ହିଁ କହୁଛି ଯେ ଏଫ୍ଡିଡିର ପୁରା ନାଁ ହେଲା ଫ୍ଲପି ଡିସ୍କ ଡ୍ରାଇଭ୍। ଫ୍ଲପି ଡିସ୍କ ଡ୍ରାଇଭ୍। ହଁ, ସେ ପୁରୁଣା କମ୍ପ୍ୟୁଟରରେ ଯୋଉ ଗୋଟେ ଜିନିଷ ଥିଲା ହଁ। ଯୋଉଥିରେ ଆମେ ସେ ପତଳା ଚାରିକୋଣିଆ ଡିସ୍କ ପୁରାଉଥିଲା। ଓହୋ, ମନେ ପଡ଼ିଗଲା। ସେ ଫ୍ଲପି ଡିସ୍କ ଗୁଡ଼ାକ। କିନ୍ତୁ ଲେଖାଟା କ'ଣ ଖାଲି ଏତିକି କହିଛି ନା ଆଉ କିଛି ଅଧିକା ଅଛି ତାର କାମ ବିଷୟରେ? ନା ନା, ଖାଲି ସଂଜ୍ଞା ନୁହେଁ। ଲେଖାରେ କୁହାଯାଇଛି କେମିତି ଏ ଡ୍ରାଇଭ୍ ଗୁଡ଼ାକ କାମ କରୁଥିଲା। ମାନେ ଚୁମ୍ବକୀୟ ଟେକ୍ନୋଲୋଜି ବ୍ୟବହାର କରି ଡାଟା ପଢୁଥିଲା, ଲେଖୁଥିଲା। ଆଚ୍ଛା। ଗୋଟେ ସମୟରେ ତ ଏଇଟା ହିଁ ମୁଖ୍ୟ ଥିଲା ଡାଟା ଏପଟ ସେପଟ କରିବା ପାଇଁ। ହଁ, ସେତେବେଳେ ତ ଇଣ୍ଟରନେଟ୍ ଏତେ ହଁ, ଇଣ୍ଟରନେଟ୍ ଏତେ ସହଜ ନଥିଲା ପରା। ଠିକ୍ ଅଛି। ଆଉ ଗୋଟେ କଥା, ତାର କ୍ଷମତା ବିଷୟରେ କିଛି କହିଛି କି ଲେଖାଟା? ମୋର ଯେମିତି ମନେ ହେଉଛି ବେଶୀ ଡାଟା ଧରୁନଥିଲା ସେଥିରେ। ଏକଦମ ଠିକ୍ କଥା। ଲେଖାରେ ବିଶେଷ କରି କୁହାଯାଇଛି ଯୋଉ 3.5 ଇଞ୍ଚର ଫ୍ଲପି ଡିସ୍କଟା ବେଶୀ ଚାଲୁଥିଲା ହଁ ହଁ। ତାର କ୍ଷମତା ଥିଲା ମାତ୍ର 1.44 ମେଗାବାଇଟ୍ସ। MB 1.44 MB। ବାପରେ, ଆଜିକାଲି ତ ଗୋଟେ ଭଲ ଫଟୋ ବି ସେତିକି ଜାଗା ନେଇଯିବ। ହଁ, ଲେଖକ ସେଇଟାକୁ ଗୋଟେ ଉଦାହରଣ ଦେଇ କହିଛନ୍ତି କି ଦେଖନ୍ତୁ କେତେ ଜଲ୍ଦି ଟେକ୍ନୋଲୋଜି ବଦଳିଗଲା। ସତରେ? କିନ୍ତୁ ସେତେବେଳେ ଏହା ନିଶ୍ଚୟ ବହୁତ କାମରେ ଆସୁଥିବ। ଆଚ୍ଛା, ଲେଖାରେ ଆଉ କିଛି ଅଛି? ମାନେ ସେ ସମୟର କିଛି ଅନୁଭୂତି କିଛି? ହଁ, ଅଛି। ଲେଖକ ସେ ସମୟକୁ ଟିକେ ମନେ ପକେଇଛନ୍ତି। କହୁଛନ୍ତି ସେ ଏଫ୍ଡିଡିର ଗୋଟେ ଶବ୍ଦ ଥିଲା, କ୍ଲିକ୍ କ୍ଲିକ୍। ହଁ ହଁ, ସେ ଶବ୍ଦଟା। ସେଇଟା ବହୁତ ଲୋକଙ୍କର ମନେ ଥିବ। ଆଉ ଡାଟା ସେଭ୍ କରିବା ପାଇଁ କିମ୍ବା ଏ କମ୍ପ୍ୟୁଟରରୁ ସେ କମ୍ପ୍ୟୁଟରକୁ ଫାଇଲ୍ ନେବା ପାଇଁ ଡିସ୍କ ବଦଳେଇବାଟା ଗୋଟେ ପ୍ରତିଦିନର କାମ ଥିଲା। ବାଃ, ଏମିତି କହିବାକୁ ଗଲେ ଏହା ଖାଲି ଗୋଟେ ହାର୍ଡୱେୟାର ନଥିଲା, ଗୋଟେ ଅନୁଭୂତି ଥିଲା। ଏ କଥାଟା ଭଲ ଲାଗିଲା। ଟେକ୍ନୋଲୋଜି କେବଳ ମେସିନ୍ ରୁହେ, ଆମ ଜୀବନ ସହ କେମିତି ଯୋଡ଼ି ହୋଇଯାଏ ନା? ଏକଦମ। ତେବେ ଲେଖାଟିର ମୂଳ ଉଦ୍ଦେଶ୍ୟ କ'ଣ ଥିଲା? କେବଳ FDD ବିଷୟରେ କହିବା ନା ଆଉ କିଛି ଗଭୀର କଥା? ମୋତେ ଲାଗୁଛି ଲେଖକ ଏଫ୍ଟିଡିକୁ ଗୋଟେ ଉଦାହରଣ ଭାବେ ନେଇଛନ୍ତି। କେମିତି? ମାନେ ଏଇଟା ଦେଖେଇବା ପାଇଁ କି କେମିତି ଗୋଟେ ସମୟର ଅତି ଦରକାରୀ ଜିନିଷ ପରେ ପୁରା ବେକାର ହୋଇଯାଏ। ହୁଁ। ଏହା ଆହୁରି ବି କହୁଛି କି ଡାଟା ସାଇତି ରଖିବାଟା କେତେ ଅସ୍ଥାୟୀ ଆଉ ଟେକ୍ନୋଲୋଜି କେତେ ଶୀଘ୍ର ବଦଳୁଛି। ଆଚ୍ଛା, ଏଇଟା ଗୋଟେ ବଡ଼ କଥା। ମାନେ ଏ ପୁରୁଣା ଜିନିଷ ବିଷୟରେ ଜାଣିଲେ ଆମେ ଆଜିର ଆଉ ଆଗକୁ ଆସିବାକୁ ଥିବା ଟେକ୍ନୋଲୋଜି ବିଷୟରେ ବି କିଛି ଶିଖିପାରିବା? ନିଶ୍ଚୟ। ଲେଖାଟା ସେଇଆ ହିଁ କହୁଛି। ଆଜି ଆମେ ଯୋଉ USB ଡ୍ରାଇଭ୍ କି କ୍ଲାଉଡ୍ ଷ୍ଟୋରେଜ୍ ବ୍ୟବହାର କରୁଛେ, ହଁ। କିଏ ଜାଣେ ଦିନେ ହୁଏତ ସେଗୁଡ଼ାକ ବି ଏଫ୍ଟିଡି ପରି ଇତିହାସ ହେଇଯିବ। ଠିକ୍। ତେବେ ମୋଟାମୋଟି ଆମେ ଏୟା ବୁଝିଲେ ଯେ FDD ମାନେ ତ ଫ୍ଲପି ଡିସ୍କ ଡ୍ରାଇଭ୍, କିନ୍ତୁ ଏ ଲେଖା ଖାଲି ସେତିକିରେ ଅଟକିନି। ହଁ, ବରଂ ଏହାକୁ ବ୍ୟବହାର କରିଛି ଟେକ୍ନୋଲୋଜିର ବିକାଶ, ଡାଟା ସଂରକ୍ଷଣର ସମସ୍ୟା ଆଉ ପରିବର୍ତ୍ତନର ବେଗକୁ ଦେଖେଇବା ପାଇଁ। ଏକଦମ ସଠିକ୍। ଏହା ଖାଲି ଗୋଟେ ଟେକ୍ନିକାଲ ଶବ୍ଦର ମାନେ ନୁହେଁ, ଏଟା ଗୋଟେ ବିତିଯାଇଥିବା ସମୟର ଚିହ୍ନ ଆଉ ଆଗ ପାଇଁ ଗୋଟେ ଶିକ୍ଷା ବି। ଏହା ସତରେ ଗୋଟେ କଥା ଭାବିବାକୁ ବାଧ୍ୟ କରୁଛି। କ'ଣ? ଆଜିର ଯୋଉ ସବୁ ନୂଆ ନୂଆ ଟେକ୍ନୋଲୋଜି ଆମେ ବ୍ୟବହାର କରୁଛେ, ଆଉ 20-30 ବର୍ଷ ପରେ ଲୋକେ ସେଥିରୁ କୋଉଟାକୁ ଏମିତି ଆଶ୍ଚର୍ଯ୍ୟ ହେଇ ଦେଖିବେ। ହଁ, ଏଇଟା ଗୋଟେ ଭାବିବାର କଥା।